ଆମର ଓଡ଼ିଶାରେ ଯେବେଠାରୁ ବିଜେପି ସରକାର ଆସିଲେ ଦୁର୍ନୀତି ବିଜେପି ସରକାର 24 ବର୍ଷରେ ଯାହା କରିଥିଲା ସେମାନେ ବର୍ଷରେ ତାହା ପୂର୍ଣ୍ଣ କରିବାରେ ଚେଷ୍ଟା କରୁଛନ୍ତି। ବହୁତ ଦୁର୍ନୀତି ଭିତରେ ବର୍ତ୍ତମାନ ଭୟଙ୍କର ଦୁର୍ନୀତି ହେଉଛି ଯେ ଏସ୍ଆଇ ପରୀକ୍ଷା ଯୋଉଟା ଆମର ପୋଲିସ ଯୋଉମାନେ ଆମର ରକ୍ଷଣକର୍ତ୍ତା ତାଙ୍କର ଏସ୍ଆଇ ପରୀକ୍ଷାରେ ଆମର ଭାରତୀୟ ଜନତା ପାର୍ଟିର ବଡ ମନ୍ତ୍ରୀ ମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଏବଂ ଏଠାକାର ବିଭିନ୍ନ ମନ୍ତ୍ରୀ ମାନଙ୍କ ସହିତ ଆମର ଏଠାକାର ବିଧାୟକ ପ୍ରାର୍ଥୀ ଯିଏ କ୍ରିମିନାଲ ବା ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ଶଙ୍କର ପୃଷ୍ଟି ତାଙ୍କୁ ସେମାନଙ୍କ ସହିତ ଯୋଗାଯୋଗ କରିବାରେ ସହଯୋଗ କରୁଛନ୍ତି। କହିବାର ଉଦ୍ଦେଶ୍ୟ ହଉଛି ଯେ ଶଙ୍କର ପୃଷ୍ଟି ଜଣେ କ୍ରିମିନାଲ ଯିଏ ମର୍ଡର କେସରେ 2017 ହିଞ୍ଜିଳି କାର୍ଡ ପିଏସ୍ କେସ୍ ନମ୍ବର 38/2017 ମିଶ୍ର ତାଙ୍କୁ ନେଇ ବିଜେପିରେ ଯୋଗ ଦେଲେ। ଯୋଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ପରିବର୍ତ୍ତରେ ସେ କଣ ଦେଇଛନ୍ତି ତାଙ୍କୁ ଜଣା। କେବଳ ସେ ଦଳରେ ତାଙ୍କୁ ମିଶାଇଲେନି, ସେ ତାଙ୍କୁ ସମସ୍ତ ମନ୍ତ୍ରୀଙ୍କ ସହିତ ମିଶାଇଛନ୍ତି ଯାହାର ପ୍ରମାଣ ଅଛି। ଏବଂ ବିଶେଷ କରି ଶିକ୍ଷା ବିଭାଗରେ ଦୁର୍ନୀତି ଯାହା ବି ହଉଛି ଏବେ ଷ୍ଟାଫ ସିଲେକ୍ସନ ହଉଛି ସେଇଥିରେ ଆମର ଏଥିରୁ ବିଧାୟକ ପ୍ରାର୍ଥୀଙ୍କର ଓତପ୍ରୋତ ଭାବେ ଜଡିତ ଏବଂ ତାର ରିଟର୍ଣ୍ଣରେ ସେ ତାଙ୍କୁ କଣ ଦେବେ ଗିଫ୍ଟ ମାଧ୍ୟମରେ ସରକାର ଏବଂ କ୍ରାଇମ ବ୍ରାଞ୍ଚକୁ ରିକ୍ୱେଷ୍ଟ କରି ଏମାନଙ୍କୁ ଯଥାଶୀଘ୍ର ଆରେଷ୍ଟ କରି ଏବଂ ପଛରେ ଥିବା ରାଜନେତା ମାନେ ଯୋଉ ବିଜେପିର ଯୋଉମାନେ ବି ରାଜନେତା ଅଛନ୍ତି ସେମାନଙ୍କ ବିରୁଦ୍ଧରେ ମାନେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନଙ୍କ ମନ୍ତ୍ରୀ ପଦ କେମିତି ରଦ୍ଦ ହବ ସେଥିପାଇଁ ଜନସାଧାରଣକୁ ସଜାଗ ହେବା ପାଇଁ ମୁଁ ଅନୁରୋଧ କରିବି। କଣ ଆର ବ୍ୟାକଗ୍ରାଉଣ୍ଡ କଣ ଥିଲା ଶଙ୍କର ପୃଷ୍ଟିର? ମାନେ ଯେମିତି ଆପଣ କହିଲେ ଯେ ପୂର୍ବରୁ ବି ଗିରଫ ହେଇଥିଲେ ରାୟଗଡ଼ାରେ ପାର୍ଲାମେଣ୍ଟ 2017 ଜଣେ ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କ ମର୍ଡର କେସରେ ନିର୍ବାଚନର ପୂର୍ବ ଦିନ ରାତିରେ ମର୍ଡରରେ ସେ ସମ୍ପୃକ୍ତି ଥିଲେ। ସେ ପାର୍ଲାମେଣ୍ଟ ଆରେଷ୍ଟ ହେଇଛନ୍ତି ଆଉ ଥରେ ରାୟଗଡ଼ା ଦି ଜାଗାରେ ଆରେଷ୍ଟ ହେଇଛନ୍ତି। କେସ୍ କଣ୍ଟିନ୍ୟୁ ଅଛି। ମାନେ କଣ କରୁଥିଲେ ଜାଲି ମାନେ ଷ୍ଟାଫ ଯୋଉ ଟିଚର ମାନଙ୍କୁ ଆପଏଣ୍ଟ ଦେବାରେ ଆଗରୁ ଟିଚର ମାନଙ୍କୁ ଆପଏଣ୍ଟ ଦେବା ମାନେ ଜାଲି କାମରେ ସେ ମାହିର ଥିଲେ। ହଁ ଜାଲି କାମରେ ମାହିର। ତାପରେ ଡୁପ୍ଲିକେଟ ସାର୍ଟିଫିକେଟ କୁଆଡେ ଦଉଛନ୍ତି ଏବଂ ତାଙ୍କ ତ ବିଷୟରେ ଆଗରୁ ଜାଣିଥିଲେ ମଧ୍ୟ ଏଇ ଯୋଉ ଏସ୍ଆଇ ପୋଷ୍ଟ ଯୋଉ ଟିଭି ଦ୍ଵାରା ଆମେ ଜାଣିଲୁ ତାପରେ ତା ଡିଟେଲ୍ସ ଖୋଜିଲାରୁ ସେ ଦେଖିଲେ ଆମେ ଜାଣିଛୁ ତାକୁ ଯେହେତୁ ସେ ଯୋଉ ବିଜେପିରେ ମିଶିବା ପରେ ବିଜେପି ତ ଜାଣିଛନ୍ତି ସଫା କରିବା ମେସିନ ସବୁ ପାପ ଧୋଇ ହେଇଯାଏ ବିଜେପିରେ ମିଶିଲେ ସିଏ ମିଶିକି ସବୁ କ୍ରାଇମ କରୁଛନ୍ତି। ଆଉ ଏଥିରେ ବିଶେଷ କରି ମୁଁ ଭାବୁଛି ଆମର ଯୋଉ ଶିଶିର ମିଶ୍ର ଯିଏ ଅଛନ୍ତି ଆମର ଏଠି ବିଧାୟକ ପ୍ରାର୍ଥୀ ବିଜେପିର ସିଏ ତାଙ୍କର ସମସ୍ତଙ୍କ ସହିତ ସିଏ ଲିଙ୍କ କରେଇଛନ୍ତି। ଏଇଟା ଦୃଢତାର ସହିତ ମୁଁ କହିବି କାହିଁକି ଆଗରୁ କୋଉ ଦଳରେ ଥିଲେ ବିଜେଡିରେ ଥିଲେ ଶଙ୍କର ପୃଷ୍ଟି ଆଗରୁ ବିଜେଡିରେ ଥିଲେ କିନ୍ତୁ ବିଜେପି କି ତାଙ୍କୁ ଦେବା ନଥିଲା ଯେହେତୁ ବିଜେପି କ୍ରାଇମ ଧୁଆ ମେସିନ ତେଣୁକରି ଆମର ଶିଶିର ମିଶ୍ର ତାଙ୍କୁ ନେଇକି ସେଠି ମିଶେଇଛନ୍ତି। ଶିକ୍ଷା ମନ୍ତ୍ରୀ ଫଟୋ ଏଇଟା ଦେଖନ୍ତୁ କଣ ମିଶ୍ରଣ ପର୍ବରେ ଯାଇକି ମିଶ୍ରଣ ପର୍ବରେ ଶିଶିର ମିଶ୍ର ଶଙ୍କର ପୃଷ୍ଟି ହଉଛି ବ୍ରାହ୍ମଣ ସେ ଆମ ନିର୍ବାଚନ ମଣ୍ଡଳୀର ଶିଶିର ମିଶ୍ର ନେଇକି ତାଙ୍କୁ ମିଶେଇଛନ୍ତି ମିଶ୍ରଣ ପର୍ବ। ତମ ରିଟର୍ଣ୍ଣରେ ମୁଁ ଶୁଣିବାକୁ ଯାଉଛି କେବେ ମିଶେଇ ତାକୁ ଏଇ ଆମର ମାନେ ଜେନେରାଲ ଇଲେକ୍ସନ ପରେ ପରେ ତାଙ୍କୁ ମିଶେଇଛନ୍ତି। ଆଉ ଇନ ରିଟର୍ଣ୍ଣ ଆମକୁ ଗୋଟେ ମୋଟା ଅଙ୍କ ଦେଇଛି ଯୋଉଟା କି ଗୋଟେ ବଡ ପ୍ରୋଗ୍ରାମ ମଧ୍ୟ କରିଥିଲେ ସେ ପଇସା ଗୁଡା ସେ ଦେଇଛନ୍ତି ଶୁଣି ଯାଉଛି କିନ୍ତୁ ମୁଖ୍ୟ ଆୟରେ ଯଦି ତଦନ୍ତଭୁକ୍ତକୁ ଏଠାକାର ବିଧାୟକ ପ୍ରାର୍ଥୀଙ୍କୁ ଅଣାଯିବ ତାହେଲେ ତା ପଛରେ ପଛରେ ଯୋଉ ବଡ ମାଛ ଅଛନ୍ତି ବିଧାୟକ ପ୍ରାର୍ଥୀଙ୍କ ପଛରେ ସବୁ ଯାକ ପଦାକୁ ଆସିବେ। ଏଠି ଦେଖନ୍ତୁ ସିଏ ରହିଲେ ଏଠି ରହିଲେ ଆମର ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ଏଠି ଆଉ ଜଣେ ମନ୍ତ୍ରୀଙ୍କ ସହିତ ଫଟୋ ଏଠି ସୁରେଶ ପୂଜାରୀଙ୍କ ସହିତ ଫଟୋ ଏଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିଏ ଶିଶିର ମିଶ୍ରଙ୍କର ଅତି ଘନିଷ୍ଠ ବନ୍ଧୁ ଏବଂ ଯୋଗସୂତ୍ର ଓଡିଶା ସରକାରଙ୍କ ଯୋଗସୂତ୍ର ମିନିଷ୍ଟର ତାଙ୍କ ସହିତ ଶିଶିର ମିଶ୍ରଙ୍କର ଅତି ଘନିଷ୍ଠ ଅଛି ଏବଂ ତାଙ୍କ ସହିତ ଇଏ ନେଇ ତାଙ୍କୁ ମିଶେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
ତାପରେ ଆମର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜାଗାରେ ମୋର ମୁଖ୍ୟ ଇଏ ହଉଛି ଯେ ତାଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ ଏବଂ ତଦନ୍ତ ପରିଭୁକ୍ତ ଆମର ଏଠିର ବିଧାୟକ ପ୍ରାର୍ଥୀ ଯିଏ ଅଛନ୍ତି ଯେ ତାଙ୍କୁ ତୁରନ୍ତ ତଦନ୍ତ ପରିଭୁକ୍ତ ଭିତରେ ନିଆଯାଉ। ଆଉ ବ୍ୟାକଗ୍ରାଉଣ୍ଡ କଣ ଥିଲା ଆମର? ଦେଖନ୍ତୁ ବ୍ୟାକଗ୍ରାଉଣ୍ଡ ହଉଛି ତାର ଗୋଟେ କ୍ରିମିନାଲ। 2017 ମସିହାରେ ବୁଲୁ ପ୍ରଧାନ ଜଣେ ବ୍ରାହ୍ମଣ ସାହି ପଞ୍ଚାୟତରେ ସରପଞ୍ଚ କଣ୍ଟେଷ୍ଟ କରୁଥିଲେ ଏବଂ ନିର୍ବାଚନର ଠିକ ପୂର୍ବ ଦିନ ତାଙ୍କୁ ଇଏ ମର୍ଡର କରିଛନ୍ତି ଏବଂ ଆଙ୍କେ ଆରେଷ୍ଟ ହେଇଥିଲେ ହିଞ୍ଜିଳି ପିଏସ୍ କେସ୍ ନମ୍ବର 38/2017 ତାପରେ ବେଲରେ ଆସିଲେ। ବେଲରେ ଆସିବା ପରେ ସିଏ ବିଜେଡି ସହିତ ସଂଶ୍ଳିଷ୍ଟ ଥିଲେ ଏବଂ ପ୍ରତ୍ୟେକ 2 ନମ୍ବର କାମ ଆପଣଙ୍କ ଡୁପ୍ଲିକେଟ ସାର୍ଟିଫିକେଟ ହଉ ଚାକିରି ହଉ ଏବଂ ପ୍ରତ୍ୟେକ ଆପଣ କୌଣସି 2 ନମ୍ବର କାମ ନାହିଁ ଯୋଉଥିରେ ସିଏ ସଂଶ୍ଳିଷ୍ଟ ନାହାନ୍ତି। କିନ୍ତୁ ବର୍ତ୍ତମାନ ଯେବେ ବିଜେପି ସରକାର ଆସିଲା ଆମର ବିଧାୟକ ପ୍ରାର୍ଥୀ ଏଠି କିଏ ଜଣେ ଆସିକି ଭୁବନେଶ୍ୱରରୁ ଠିଆ ହେଇଛନ୍ତି ତାଙ୍କ ନାଁ ଶିଶିର ମିଶ୍ର। ସିଏ ଦେଖିଲେ ଇଏ ଜଣେ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଲୋକ ଆଙ୍କୁ ଧରିଲେ ଭଲ ପଇସା ପତ୍ର କଲେକ୍ସନ ହବ ତେଣୁକରି ତାଙ୍କ 2 ନମ୍ବର ସଂସ୍ଥାରେ ଆଙ୍କ ପାର୍ଟିକୁ ମିଶେଇବା ପାଇଁ ଇଏ ନେଇକି ତାଙ୍କୁ ତୁରନ୍ତ ପାର୍ଟି ଅଫିସ ଭୁବନେଶ୍ୱର ପାର୍ଟି ଅଫିସରେ ଜାଲି ସାର୍ଟିଫିକେଟ କଣ ମାରିଥିଲେ? ହଁ ଜାଲି ସାର୍ଟିଫିକେଟ ଇଏ ପାର୍ଲାଖେମୁଣ୍ଡିରେ ଆରେଷ୍ଟ ହେଇଛନ୍ତି, ରାୟଗଡାରେ ଆରେଷ୍ଟ ହେଇଛନ୍ତି, ଆଉ ପୂର୍ବରୁ ଇଏ ଆରେଷ୍ଟ ହେଇ 6 ମାସ ଜେଲରେ ବି ରହିଛନ୍ତି। କଣ ତାଙ୍କର ଦୋଷ ଥିଲା? ସେ ଜାଲି ଯୋଉ ଷ୍ଟାଫ ସିଲେକ୍ସନ ଟିଚର ଷ୍ଟାଫ ସିଲେକ୍ସନ ରେ ଇଏ ଚାକିରି ଦେବି କହିକି ଆରେଷ୍ଟ ହେଇଥିଲା। ରାୟଗଡାରେ 6 ମାସ ଜେଲରେ ବି ଅଛନ୍ତି। ତ ସେ ତାଙ୍କ ଘର ଶେରଗଡ଼, ବର୍ତ୍ତମାନ ଶେରଗଡ଼ରେ ତାଙ୍କର କିଛି ରହିଛି? ତାଙ୍କ ଘର ବ୍ରାହ୍ମଣ ସାହି, ଶେରଗଡ଼ ବ୍ଲକର ବ୍ରାହ୍ମଣ ସାହି ପଞ୍ଚାୟତ। ସେଠି ରହୁଛନ୍ତି? ନାଇଁ ସିଏ ତ ଭୁବନେଶ୍ୱରରେ ଭୁବନେଶ୍ୱରରେ ପ୍ରାୟ ସେ ପଞ୍ଚାୟତ ଇଲେକ୍ସନ ଜେଲରୁ ଆସିବା ପରେ ସେ ଭୁବନେଶ୍ୱର ରହୁଛନ୍ତି। ତେଣୁକରି ଏଠାକାର ବିଧାୟକ ପ୍ରାର୍ଥୀଙ୍କ ସହିତ ତାଙ୍କର ଅତି ମଧୁର ସମ୍ପର୍କ। ତ ଆଉ କଣ କଣ ତାଙ୍କର ବ୍ୟାକଗ୍ରାଉଣ୍ଡ କଣ ରହିଥିଲା, ମାନେ ଅଞ୍ଚଳଟା ଆଉ କଣ କରୁଥିଲେ ସେ? ଆପଣ ତାଙ୍କ ସହିତ କେମିତି ମାନେ ଜାଣିଛନ୍ତି ତାଙ୍କୁ କେମିତି? ମୁଁ ତାଙ୍କୁ ଜାଣିଛି ଗୋଟେ କ୍ରିମିନାଲ ହିସାବରେ, ଠକ ହିସାବରେ। ତାଙ୍କ ବିଷୟରେ ମୋର କିଛି ନାହିଁ। ଅଞ୍ଚଳରେ ତାଙ୍କର ଭୂମିକା କିଛି ନାହିଁ। ତାଙ୍କର ଯାହା ଭୂମିକା ଭୁବନେଶ୍ୱର ମିନିଷ୍ଟର ମାନଙ୍କ ସହିତ ସମ୍ପର୍କ ଏବଂ ବର୍ତ୍ତମାନ ତ ସବୁ ଆପଣ ମାନେ ଦେଖୁଥିବେ ସବୁ ମିନିଷ୍ଟର ସହିତ ତାଙ୍କର ଭଲ ସମ୍ପର୍କ। ବିଶେଷ କରି ଯିଏ ଶିକ୍ଷା ମନ୍ତ୍ରୀ ଆମର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ତାଙ୍କର ଯିଏ ଖାସ ଲୋକ ଆମର ଏଠି କହୁଛନ୍ତି ଶିଶିର ମିଶ୍ର, ତାଙ୍କର ଦବଦବାରେ ପ୍ରତ୍ୟେକ ମନ୍ତ୍ରୀ ଅଫିସରେ ତାଙ୍କର ଭଲ ହାତ। ଶିଶିର କଣ ଏ ଯୋଉ ଚାକିରି କରେଇଦେବା ନାଁରେ ପୂର୍ବରୁ ଟଙ୍କା ଏମିତି ନଉଥିଲେ ଲୋକ? ହଁ ଚାକିରି କଲେ କହିଲି ପା ରାୟଗଡାରେ 6 ମାସ ଜେଲରେ ଥିଲେ। କଣ କୋଉ ଚାକିରି କରେଇଦେବା? ଟିଚର ଚାକିରି କରିବା 6 ମାସ ଜେଲରେ ବି ଥିଲେ। ମାନେ ଏଇ ଧନ୍ଦା ସେ ଆଗରୁ 2017 ମସିହା ପରେ ଏଇ ଧନ୍ଦାରେ ସେ କରି 17 କାହିଁକି ତା ପୂର୍ବରୁ ଛୋଟ ମୋଟ ଏମିତି ଜାଲି ସାର୍ଟିଫିକେଟ କରୁଥିଲେ। ସିଏ କାହାଠୁ କଣ କରିକି ଜାଲି ସାର୍ଟିଫିକେଟ ଯୋଉଟା ଅଞ୍ଚଳ ଲୋକ କହୁଛନ୍ତି 2014-15 ସେ ସଂଶ୍ଳିଷ୍ଟ ହେଲେନି ଜାଲି ସାର୍ଟିଫିକେଟରେ। ଠିକ ଅଛି।